শ্রী হরি আসো আসো হে মহাপ্রভু দিন কীর্তনী বারে সারদা দেবী পরমেশ্বর সাক্ষাৎ কমলা দেবী বাক্য দেবী নমস্তে গণে নারায়ণের রূপে অম্বিকে ভাস করে তথা উৎকলীয় সাহিত্য কলা প্রেমী পণ্ডিত মন্ডলী এবং মাতৃস্থানীয় ভগ্নিস্থানীয় মা ভৌণী মানে আজ এଠାରେ ରୁଣ୍ଡୀଭୂତ ହୋଇଥିବା ମୋର ପୂଜ୍ୟସ୍ପଦ ଗୁରୁଜନ ମଣ୍ଡଳୀ ତଥା ବିଚାରପତି ଭାବରେ ବସିଛନ୍ତି ଆପଣମାନଙ୍କ ଶ୍ରୀଚରଣରେ ଅଧମ କୋଟି କୋଟି ପ୍ରଣାମ ଜଣେଇ ଆପଣଙ୍କର ପାଦ ଧରି ମସ୍ତକ ମଣ୍ଡନ କରି ଗନ୍ତବ୍ୟ ପଥରେ ଗତି କରିବାକୁ ଯାଉଛି। ଆରେ ପୁଅ ପ୍ରଣାମ କାହିଁକି? ଆମ ସିନ୍ଧୁ ସଂସ୍କୃତିର ଶ୍ରେଷ୍ଠ ଧର୍ମ ହଉଛି ପ୍ରଣାମ। କାହିଁ ଗୁରୁଜନ ମାନଙ୍କୁ ପ୍ରଣାମ କଲେ ଆଶୀର୍ବାଦ ମିଳେ, ଜୀବନ ତାହାର ମଙ୍ଗଳମୟ ହୁଏ, ଶୁଭ କାମନା ହୁଏ। ଏଣୁକରି ପ୍ରଣାମ କଲେ କାହିଁକି? ନମ୍ରତି ଫଳିନା ବୃକ୍ଷ ନମ୍ରତି ପଣ୍ଡିତ ଜନା। ଆଜ୍ଞା ଗଙ୍ଗାଧର ମେହର ଗୋଟିଏ ପଦ ଲେଖିଲେ, ଏ ଉର୍ଦ୍ଧେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି। ଭାଗବତ ମଧ୍ୟ କହିଛି, ହେ ସରଳ ଶାନ୍ତ ଯାର ପ୍ରାଣ ଭଳି ସେ କଲ୍ୟାଣ। ଆରେ କହିଗଲା ପ୍ରଣାମ ପାଦ ଧରି ସନ୍ଥ କବି ଭୀମ ଭୋଇ କହିଲେ, ହେ ଜଣାଉଛି ମୁଁ ଯେ ଭାବ ଭକ୍ତି ରତ୍ନେ আহে অনিবা ক্লান্ত
ଅଛନ୍ତି ସପନା କୋଟି ଜୀବ ଜଗତ ସମସ୍ତେ ତୁମର ଭଗତ। ବ୍ୟାସ କହିଲେ ହେ ବସୁଦେବ ସୁତ ଦେବ କଂସ ଚାଣୁର ମର୍ଦନ ଦେବକୀ ପରମାନନ୍ଦ କୃଷ୍ଣ ବନ୍ଦେ ଜଗଦ୍ଗୁରୁ। ସପନା କୋଟି ଜଗତ ହେଲେ କୃଷ୍ଣ ଭକ୍ତ, କୃଷ୍ଣ ହେଲେ ସମସ୍ତଙ୍କର ଗୁରୁ। ଜଗନ୍ନାଥ ଦାସ କହିଲେ ଏ କୃଷ୍ଣ ଭକ୍ତର ପଦରେ ସର୍ବଦା ଲାଗେ ଯାତନ। ପବିତ୍ର ନୁହେଁ ତା ଶରୀର ସେ ଅଟେ ସବର କର। ଜଗନ୍ନାଥ ଦାସ କହିଲେ କୃଷ୍ଣ ଭକ୍ତର ପଦ ଦେଲୁ ତା ଅଙ୍ଗରେ ଲାଗିନି, ତା ଅଙ୍ଗଟା ପବିତ୍ର ନୁହେଁ, ସେ ଗୋଟେ ଶବର ସଦୃଶ। ହଉ ଆଜି ସେଇ କୃଷ୍ଣ ମହାପ୍ରଭୁ ଏ ପବିତ୍ର ଦରବାରରେ ବିଦ୍ୟମାନ ହୋଇ ଉପସ୍ଥିତ ଆବାଳ ବୃଦ୍ଧ ବନିତା ମାନଙ୍କର ଉଦ୍ଯୋଗୀ ବନ୍ଧୁ ମାନଙ୍କର ଆଜି ବିଚାର କରୁଛୁ ଆମର ବିଚାରପତି ବାବୁ ମାନଙ୍କର ଏବଂ ଯେଉଁ ଜଜ ମହୋଦୟ ଏ ବାଇଧନ ସମ୍ମିଳନୀ କରିଛନ୍ତି ତାଙ୍କର ମନଭୀଷ୍ଟ ପୂରଣ କରନ୍ତୁ ଠାକୁରେ। ତାଙ୍କ ଭାଇଙ୍କର ଆତ୍ମା ସଦ୍ଗତି ଲାଭ କରୁ ଏବଂ ସମସ୍ତଙ୍କର ମନଭୀଷ୍ଟ ପୂରଣ କରି ସର୍ବାନିଷ୍ଟ ଖଣ୍ଡନ କରନ୍ତୁ ଠାକୁରେ। ସର୍ବସ୍ମିକାରେ ଗ୍ରାମର ତଥା ବିଶ୍ୱର ମଙ୍ଗଳ ବିଧାନ ହେଉ ବୋଲି ଆନନ୍ଦେ କବାର। ଗାୟକ नमो गणेश विघ्नेश गिरिजानंदन प्रभो मम विघ्न निहत्यासु सर्वसिद्धि प्रदो कदंत महाकाय कपिल गज कर्णक लंबोदर सविकट विघ्नराज विनायक वरेण्यमर हरि पिपासु मम राध्य मम पूज्य मम वंदनीय गुरुकल्पा
ভ্রাতকল্পা পিতৃকল্পা সাহিত্য প্রেমী সংস্কৃত প্রেমী ভগবতী প্রেমী মোর বাৎসল্যময়ী মমতাময়ী মমরাঢ্ୟା মম ପୂଜ୍ୟା ମମ ବନ୍ଦନୀୟା ଉତ୍କଳିଆ ବରେଣ୍ୟା ମା ମାଉସୀଙ୍କ ପାଦ ତଳେ ଦିନହୀନର ଅନନ୍ତ କୋଟି ଦଣ୍ଡବତ ମଙ୍ଗଳାଚରଣ କିଲେ ଭୁଜା ଚୂଡ଼ ସମାଯୁକ୍ତ କଉ ଏ ଲଙ୍କା ମାରି ଚମର୍ଦ୍ଧନ ସାର୍ଦ୍ଧ କଦଳୀ ଶୈବ ସିଦ୍ଧି କୁର୍ବନ୍ତୁ ତେ ମଙ୍ଗଳ। ଆଜ୍ଞା ଭୂ କହିଲେ ପୃଥିବୀ ଯା କହିଲେ ଜାତ ପୃଥିବୀରୁ ଜାତ ହେଲେ ଯେ କି ବେଦମତୀ କନ୍ୟା ସୀତା ଚୂଡ଼ାମଣି କହିଲେ ପୁଲ୍ଲିଙ୍ଗ ସୀତାଙ୍କର ଚୂଡ଼ାମଣି ହେଲେ କି ପୁରୁଷ ରାମଚନ୍ଦ୍ର ସମାଯୁକ୍ତ କମ୍ ରାମଚନ୍ଦ୍ର ସୀତା ଏକଠି ସମ୍ମିଳନୀ ହୋଇ କଥାବାର୍ତ୍ତା ହେଉଛନ୍ତି ଲଙ୍କା ମାରିଚ ମର୍ଦ୍ଧନମ୍ ଲଙ୍କାର ମାରିଚ ନାମକ ଅସୁରକୁ ମାରିଥିଲେ ଆଉ କଣ କରିଥିଲେ ନା ବିଷାକ୍ତ କଦଳୀ ଶୈବ ସିଦ୍ଧି କୁର୍ବନ୍ତୁ ତେ ମଙ୍ଗଳ ବିଷ କହିଲା କିଆ 20 ବିଂଶାର୍ଦ୍ଧ 20 ଅଧ ହେଲା 10 କ ହେଲା ମସ୍ତକ ଦ ହେଲା ଦଳନ ଳି ହେଲା ଚୁତ 10 ମୁଣ୍ଡିଆ ରାବଣର ମସ୍ତକକୁ ସେଇ ପରମ ପୁରୁଷ ରାମଚନ୍ଦ୍ର ମାରିଥିଲେ। ଆଜି ସେହି ରାମ ଠାକୁର ଆବାଳ ବୃଦ୍ଧ ବନିତା ମାନଙ୍କର ପଣ୍ଡିତ ବର୍ଗ ମାନଙ୍କର ମା ମାତୃସ୍ଥାନୀୟ ଭଉଣୀ ମାନଙ୍କର ଏବଂ ଆମ୍ବିଠି ଗ୍ରାମର ଉଦ୍ଯୋଗ କରୁଥିବା କମିଟି ପିଲାମାନଙ୍କର ଏବଂ ମୋର ଜଜ ମହୋଦୟଙ୍କର କଳାକାର ମାନଙ୍କର ସେହି ପରମ ପୁରୁଷ ରାମ ଠାକୁର ସଦା ସର୍ବଦା ମଙ୍ଗଳ ଭୀଷ୍ଟ ପୂର୍ଣ୍ଣ କରିଥାନ୍ତୁ। ବଡ଼ ପ୍ରେମାନନ୍ଦେ ଆନନ୍ଦେ କବାର ହରି ହରି ବୋଲା। ଆଉ ପଣ୍ଡିତ ଜନ ହେ ମୋର ମଣ୍ଡି ବଚନା ପଣ୍ଡିତ ହେ ବଧୁସ୍କୃତ କରି ଲେଖେଦନା ସଭାଗତି ବିଶ୍ୱ ସୁଶୋଭନା অন্তরতনে হয়েছি আশা মন্দানা আজ্ঞা মণি মাণিক্য ঝালেরি চতুর্দিগ পাশে নর নারী গণ আনন্দে অଛନ୍ତି পুরী ঘর। ଆପଣଙ୍କର ବିଷୟ ଦିଆଯାଇଛି ଜୟଦ୍ରଥ ବଧ ଆଜ୍ଞା ତେଣୁ ଚିହ୍ନା ବିପ୍ରର କଇଟା ଦରକାର ନାହିଁ ତେଣୁ ସେଇ ନ୍ୟାୟରେ ଆପଣମାନଙ୍କୁ କୋଉଠୁ କହିବି କୋଉଠୁ ଆରମ୍ଭ କରିବେ କଣ କରିବେ। ହଉ ଏପଟେ ଅଜ୍ଞାତବାସରେ ପାଣ୍ଡବ ମାନେ ଅଛନ୍ତି ଜୟଦ୍ରଥ ଭ୍ରମଣ ଉଦ୍ଦେଶ୍ୟରେ ଯାଇକିରି ପାଣ୍ଡବ ମାନଙ୍କ ଠାରୁ ଅପମାନିତ ହେଲା ପରେ ତାର ଚୁଟି ଲଣ୍ଡନ କଲାଗଲା ପରେ ତାକୁ ବହୁତ ଅପମାନ ଦେଲା ପରେ ସେ ଶିବଙ୍କର ତପସ୍ୟା କରି ଶିବଙ୍କଠୁ କୃପା ଲାଭ କରିଛି ଯେ ପାଣ୍ଡବ ମାନଙ୍କୁ ମୁଁ ଯୁଦ୍ଧରେ ପରାଜୟ କରିବି। ଏପଟେ ଶିବ ବର ଦେଲେ ଯେ ଅର୍ଜୁନ ବ୍ୟତୀତ ତମେ ଅନ୍ୟମାନଙ୍କୁ ପରାସ୍ତ କରିପାରିବ କିନ୍ତୁ ଅର୍ଜୁନକୁ ପାରିବ ନାହିଁ। ହଉ ତେଣୁ ଜୟଦ୍ରଥ ଫେରି ଆସିଛି ଏପଟେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ ରଚନା କରିଛନ୍ତି ମହାଭାରତ ଯୁଦ୍ଧ ତେଣୁ ଯେହେତୁ ବଧ ଦିଆହେଇଛି ଆମେ ବଧଠୁ ଆରମ୍ଭ କରିବା ପୂର୍ବାଭାସ ଦେଲେ ବହୁତ ସମୟ ପଳେଇବ। ଚକ୍ରବ୍ୟୁହ ଭିତରେ ଜୟଦ୍ରଥ ଆସିଛି କୋଉ ଜାଗାରେ ଅଛି କାହିଁକି ଅଛି ଏବଂ ତାପରଠୁ ଯୁଦ୍ଧ ହେବ ଜୟଦ୍ରଥ ବଧ ହେବ এইটু আপন মানে আরম্ভ করিবে আপনার যেটি গাইবে তাকে সে আগে নেবে এমনি করি বিষয়টাকে বধ পর্যন্ত নেই যাই হল চক্র আরম্ভ করতু।
ଆଜ୍ଞା ଦେଖନ୍ତୁ ଆମକୁ ଅଛି ଯେ ଯଥାବଧ ଅଭିମନ୍ୟୁକୁ ଇଏ ଅର୍ଜୁନ କୃଷ୍ଣ ଅର୍ଜୁନକୁ ଧରି ମେଳଛ ରାଜାକୁ ମାରିବା ପାଇଁ ଜଳନ୍ଧର ବିହକୁ ଯାଇଛନ୍ତି। ଏଣେ କୌରବ ସେନାରେ ପଡିଛି କିଏ ହବ ସେନାପତି। ତେଣୁ ଦ୍ରୋଣ ହେଇଛନ୍ତି ସେନାପତି। ଆମେ ଦି ଗାୟକ ଅଭିମନ୍ୟୁକୁ ଦିଦିପଦର ମାରି ଦଉଛୁ ତାପରେ ଜୟଦତ୍ତବଧଟା ଆରମ୍ଭ କରିବୁ। ଆପଣ ଯାଇକି ଲାଷ୍ଟ ଆଡକୁ କହୁଛନ୍ତି ଆମେ ଲାଷ୍ଟ ଆଡକୁ ଗାଇବୁ ନାଇଁ ନାଇଁ ଯଦି ସେମିତି ହେଲେ ମୁଁ ଆହୁରି ସମୟ ଦେବି ଆପଣ 2 ଘଣ୍ଟା ଲାଗିଯିବ। କିଛି ନାହିଁ ଦିଦି ଆମେ ଦିଦି ସେଥିପାଇଁ କହିଲି ଚିହ୍ନା ବ୍ରାହ୍ମଣ ଅଭିମନ୍ୟୁକୁ ମାରି ଦଉଛୁ। ତାପରେ ପାଣ୍ଡବ ଶିବିରେ କେମିତି ଆଜ୍ଞା ଅଦ୍ଭୁତ ରସ କାନ୍ତ ହବ। ତାପରେ ଅର୍ଜୁନ ପ୍ରତିଜ୍ଞା କେମିତି କରିବ ହବ ନା। ଶୁଣନ୍ତୁ ଆପଣଙ୍କୁ ଯାହା ବଡ ଦିଆ ହଉଛି ସେଇ ଉପରେ ଗାଇଲେ ଆପଣଙ୍କର ଦିଗ୍ବିଜୟ ହେବ। ଆପଣ ଜାଣିନାହାନ୍ତି ବୋଲି କିଏ କହୁନାହାନ୍ତି କିନ୍ତୁ ସମୟଟାକୁ ଦେଖିବେ ନା। ଦରିଦ୍ରଥ ବଧ ସେ ହେବ। ଆରମ୍ଭ କର। হ্যালো হ্যালো বিপ্রবাবু এটা নিয়ন্তু ଏ ଭାରତ କଥା ଶ୍ରବଣ କଲେ ମୋର ଦର୍ଶକ ସମାଜ ଗଙ୍ଗା ସ୍ନାନ ଫଳ ପାଇବେ। ବିଷ୍ଣୁ ସ୍ମରଣ ମାତ୍ରକେ ସର୍ବ ପାପୈ ପ୍ରମୁଚ୍ୟତେ। ସମୟ ଅଭାବରୁ ଠିକେ ଠିକେ ମହାଭାରତ କହିବା। ଆଦୌ ଧୃତରାଷ୍ଟ୍ର Happy
অনিতে পাণ্ডবে হারি শপথ সবলরে বুলিলে ত্রয়োদশরে বিরাট আজ্ঞা স্বপ্ন পূর্ণ হতে রাজ্যে ড্রাগনের দেলা হাসে পুরুনাথ রাজ্যরে মদতি আসে রথ পাণ্ডবে দুঃখ পাই হেলে দুঃখ বলিতে সেনা সজা কুলো গানা 10 দিন ভীষ্ম যুদ্ধ ভয়ঙ্কর এ সর সঞ্জারে নিগুঢ় ক্রিয়াবা আজ্ঞা উঠে পদাও বড় সেনাপতি কুরু খাতরে চক্র বিহার যুদ্ধ ক্ষেত্রে হরি অর্জুন জলন্ধর বিহারে হারেরি পরে পাণ্ডব শিরে ভারেণী পড়ছে পাণ্ডব শিবিরে আমার কিয়ে চক্রবিহ ভেদ করিব অভিমন্যু সেনাপতি বেশরে ধবলী রথে বিরাজমান করিছন্তি কইলে পিতামহ মুই চক্রবিহ মাতৃগর্ভরে জানিছি কিন্তু বাহারিবাটা জানিনি ভীম কইলা হও তো পছ পছ আমি যিবু চক্রবিহ ভাঙি দেবো আজ্ঞা অভিমন্যু চক্রবিহ ভেদ করি দ্রোণ জয়নাথ কর্ণ কৃপ শল্য শঙ্কুনি আদি যেতে বীর অস্বস্তিমা আদি যেতে বীর দুর্জন আদি অলম্ভূষা আদি সমস্ত পরাস্ত করেছি দুর্যোধন কইলা কଣ ଏ ଗୋଟେ ଶିଶୁ ବାଳକଟେ ସପ୍ତରଥୀ ବାଳକୁ ପରାସ୍ତ କରିଛି ହେ ସପ୍ତରଥୀ ମୁଁ ଆଉ ସହ୍ୟ କରିପାରୁନାହିଁ ସମସ୍ତେ ଏକ ସଙ୍ଗରେ ଅଭିରୋଧକୁ ଆଜି ଚକ୍ରବ୍ୟୁହରେ ବାଧ କରିଦିଅ ଆଜ୍ଞା ଅଭିମନ୍ୟୁ ଚକ୍ରବ୍ୟୁହ ଭିତରେ ପଶିଛି ପ୍ରଥମେ ଘାଟ ପଡିଗଲା ଆଜ୍ଞା ଆପଣଙ୍କ ପାଖରେ ଲେଖା କ୍ଷେତ୍ରବାସୀ ଅନ୍ୟ ଟିକେ ଶୁଣ ଅଭିମନ୍ୟୁ କହୁଛି କଣ ଟିକେ ଶୁଣ ମୁଁ କହିଦେଇଛି ଦୁର୍ଯୋଧନ ଶେଷରେ ବିରକ୍ତ ହୋଇ ସମସ୍ତେ ପରାସ୍ତ ହୋଇଛନ୍ତି ଯେ ଗୋଳ ଯୁଦ୍ଧ କରି ଅଭିମନ୍ୟୁକୁ ବଧ କର ସପ୍ତରଥୀ ବେଢିକି ଅଭିମନ୍ୟୁକୁ ମାର ପ୍ରଥମେ ବାକ୍ୟ ଯୋଉ
ଦୁର୍ଯ୍ୟୋଧନ ଠାରୁ ବଳିନି ଲଠା ରାଜ୍ୟକୁ ହାତରେ କରିଛି ମୁଠା ଚଢିଯିବ ସ୍ୱର୍ଗ ପକାଇ ଉଠା ଗାନ୍ଧାରୀ ପୁଏ ତୁମ୍ଭେରେଣି ଲଠା କିରେ ଖାଇ କୁରୁ କୋଇଠା অভিমানু বলে আরে নীরজ দেখাউছু কেতে চোখা কি প্রাণে আশা থিলে এঠারু উঠু লাঠি মারে ভাঙি দেবি আঁঠু মরিছ তুমেও নাও পাঠো রক্ত বৈত হরণি পড়াই ଯିବାକୁ ହୁଅ ନାହିଁ ଦାଦା ଗଲା ଅଭିମନ୍ୟୁ ସେଠୁ ପଡ଼ିଗଲା ଭେଟ ଶଲ୍ୟ କାଠେ ପକାଇଲା ପୃଷ୍ଠେ ମାରି ବୋଇଠେ କୃପାଚାର୍ଯ୍ୟକୁ ମୁକ୍ତିଲା କେଉଁଠେ ଆସିଅଛ ଯୁଦ୍ଧ କରିବ ମୁଠେ କୃପାଚାର୍ଯ୍ୟ କେଉଁଠେ କହି ଅଭିମନ୍ୟୁ ରଥ ବାହି ହେଲା ଲକ୍ଷ୍ମଣ କୁମାର ପିଠେ ହୋ ଚାରି ପାଣ୍ଡବ କାଠେ ଅଭିମନ୍ୟୁ ରଥ ଆଗକୁ ଜୁଠେ ନେଉଛନ୍ତି ତାଙ୍କ ସୈନ୍ୟକୁ ହଟେ ଜଗିଲା ଜୟଦ୍ରଥ ସେ ବି ହଟେ ଆଜି ପାଣ୍ଡବଙ୍କୁ ଦେଲା ହଟେ ଆଜ୍ଞା ପାଣ୍ଡବଙ୍କୁ ଦେଲା ହଟେ କୋଳ ଯୁଦ୍ଧ ଅଭିମନ୍ୟୁକୁ ବେଢ଼ିଲେ ଶପଥ ରଖି ଏକାଠେ ହୋ ଭାଇ ଟୋକାଟାକୁ ମାଡ଼ ଦେଲେ ଠୋ ଠୋ ଭାଇ ଆସି ଦୁଃଶାସନ ନିଲଠ ଅଭିମନ୍ୟୁକୁ ଗଦା ପିଟି ପୃଷ୍ଠ ଅଭିମନ୍ୟୁକୁ ମାରିଦେଲେ ଦୁଷ୍ଟ ଆଜ୍ଞା ଏ ନୁହେଁ କ୍ଷତ୍ରିୟ ପାଠ ଆଜ୍ଞା ଏ ନୁହେଁ କ୍ଷତ୍ରିୟ ପାଠ 14 ବର୍ଷର ବୀର ଅଭିମନ୍ୟୁ ସ୍ୱର୍ଗରେ ହେଲା ପଇଠ ହୋ ରସକୁ ଜୁଟଉ ସକଟ ସୂଚି ମଧ୍ୟ ବିହୋ ଘଟଉ କୃଷ୍ଣ ଅର୍ଜୁନ ଜଳଧର ବିହଠୁ ବିହର ରଚନା ପ୍ରମାଦ ଘଟଉ ଆଜି ଆସି ଦୁଃସମ୍ବାଦ ଜୁଟଉ ଆଜି ଆସି ଦୁଃସମ୍ବାଦ
ପାଦ ଜୁଟ କ୍ଷେତ୍ରବାସୀ ଦାସ ବିହମାଳା ଗୀତ ଭାରତରେ ଆଣି ଘଟକେ ଭାଇ ଅଗ୍ନିମାନଙ୍କୁ ଆଜ୍ଞା ସପ୍ତରଥୀ ବେଢ଼ ହୋଇ ମାଗିଛନ୍ତି ପାଣ୍ଡବମାନଙ୍କୁ ରଥ ବାଟ ଛାଡ଼ି ନେବାରୁ ଅଭିମାନଙ୍କୁ ଦୁଃଶାସନ ବାଡ଼େଇଛି ଏଣେ ଦୁଃଶାସନ ସ୍ୱର୍ଗର ପୈଠ ଏଣେ କୃଷ୍ଣ ଅର୍ଜୁନ ଜଳନ୍ଧର ବିହରୁ ମ୍ଲେଚ୍ଛ ରାଜାକୁ ମାରି ଆଜ୍ଞା ଘରକୁ ଫେରୁଛନ୍ତି ସେଇ ସମୟରେ ପାଣ୍ଡବ ଶିବିର ଆଜ୍ଞା ଚାଲିଛି କାନ୍ଦ ଭଗବାନ ଏଇଠୁ ଗାୟକ ବାବୁ ଆରମ୍ଭ କରିବେ ଆଉ ଚକ୍ର ବିହରେ କୌରବମାନେ ଅଧର୍ମ ଯୁଦ୍ଧ କରି ଅଭିମନ୍ୟୁକୁ ବଧ କରିଦେଲେ ପାଣ୍ଡବ ଶିବିରେ କାନ୍ଦ ଗୁବାଳି ଚାଲିଛି ଏଣେ ଜଳନ୍ଧର ବିହ ଶେଷ କରି କୃଷ୍ଣ ଅର୍ଜୁନ ଆସୁଛନ୍ତି ଇରେ ଅସ୍ତ ହେଲେ ଦିନ ଦିନ ହେରା
দয়াদা খসি রহে মোরে ছেলেরা কালী সূর্য মধ্যরে পারিলে বিসর্জিবে জীবন আগে অগ্নি জারি এ ধনু সর ধরি প্রতিজ্ঞা করিলা সত্য সত্য বচন কি ଆଜ୍ଞା ଘରେ ଯଦି କିଏ ପୁଅ ମରିଯିବ ସାର୍ ବା ଝିଅ ମରିଯିବ ଠିକ ଠିକ ଭାଇମାନେ ପ୍ରସାଦ ବର୍ତ୍ତମାନ ପାଇଁ ରେଡି ହେଇଯାଇଛନ୍ତି ଯୋଉମାନେ ପ୍ରସାଦ ସେବନ କରିବା କଥା ଯାଇକି ପ୍ରସାଦ ସେବନ କରନ୍ତୁ ହଉ ଆରମ୍ଭ କର ଆଜ୍ଞା କା ପୁଅ ମରିଯାଉ ତା ମା ଦେହ ସହିବ ତା ବାପ ଦେହ ସହିବ ତା ଆଈ ଦେହ ସହିବ ବନ୍ଧୁ ବାନ୍ଧବ ଦେହ ସହିବ ଯାହାର ସ୍ୱାମୀ ମରିଯାଇଛି ତା ସ୍ତ୍ରୀର ଦେହ ସହିବ କଲା ବିରାଟ ନନ୍ଦନ ଉତ୍ତରାବାଣୀ କନ ଗଲତି ଗଲା ଧାଉଳି ତାର ମୁଖ ପୋଖରୀ ଗଲା କାଳି ଖାନାଥ ବୋଲିର ଛାଡ଼େ ବୋବାଳି ଜ୍ଞାନ ପଜୁବାଉଲି ଅଳି ଗର୍ଭବତୀ ହୋଇ ଭୂମିରେ ଗଡୁଛି କିଏ ଦେବ ଝାଡ଼ି ଧୂଳିବ ଦ୍ରୌପଦୀ କଣ କାନ୍ଦୁଛି ରଙ୍କର ତା ନାମ ଅନ୍ଧାରଉଡ଼ି ନେକ ପିତୁଳା କେନେ ଗଲୁ ଛାଇ ବନ୍ଧୁ ତରା ସୁବର୍ଣ୍ଣ ଚୁଡ଼ି ହସ୍ତରୁ ଆଜିକି କେନେ ଲାଭି ଆଜ୍ଞା ପାଣ୍ଡବ ରାଜାଙ୍କର ରାଜବାଟୀ କମ୍ପୁଛି ହାହା ଶବଦରେ ପାଟି ଜୟଦ୍ରଥ ଲାଗି ଅଭିମାନୁଟି ମଲା ବୋଲି ଶବ୍ଦ ଗଲା ଚହଟି ଆଜ୍ଞା କ୍ରୋଧେ କହନ୍ତି କିରି କାଲି ରଣ ମଧ୍ୟରେ ଜୟଦ୍ରଥ ଶିର ନିଶ୍ଚୟ ପକାଇ ଆକାଶେ ରହିଥିବେ ଦିବା କର କାଟିଲେ ମୁଁ ଜୟରଥ ଶିରା ଅଗ୍ନିରେ ଘାସ ଦେବି କି ସତରା ଆଜ୍ଞା ଏ ଅଦ୍ଭୁତର ସଂସାର ପଣ୍ଡିତେ ହୋଏ କାରୁଣ୍ୟର ସଂସାର ଆଜ୍ଞା ଏ କାରୁଣ୍ୟର ସଂସାର ଶେଷ ହେଲା କ୍ଷେତ୍ରବାସୀ ଉଝାଇବ ଅଦ୍ଭୁତର ସବିଚାର
ଅର୍ଜୁନଙ୍କ ପ୍ରତିଜ୍ଞା କଥା ଜୟଦ୍ରଥ ଭୟ ହେବାକୁ ବଧ ଭାବିଲା ଛାଡ଼ି ନ ଯିବାକୁ ଯୁଦ୍ଧ ଆଜ୍ଞା ଜାଣିପାରି ଦ୍ରୋଣ ସଭା ଆଜ୍ଞା ଜାଣିପାରି ଦ୍ରୋଣ ସଭା ଜୟଦ୍ରଥକୁ ସେ ଲୁଚାଇ ରଖିଲେ ସଜାଡ଼ି ନ ବିହ ବିଧ ଆଜ୍ଞା ବିକଟ ସକଟ ବିହର ମଧ୍ୟ হ্যালো ସକଟ ବିହ ବିକଟ ସକଟ ବିହର ମଧ୍ୟ ଅଷ୍ଟଦଳ ପଦ୍ମ ଅଷ୍ଟ ପ୍ରସିଦ୍ଧ ପଦ୍ମକେଶର ଠାରେ ସୁଚିରନ୍ଦ୍ର ସ୍ଥାନେ ସୈନ୍ୟ ଜୟଦ୍ରଥ ଆରାଧ୍ୟ ଆଜ୍ଞା ଚାରି ବେଢକୁ ନିରୁଦ୍ଧ ଆଜ୍ଞା ଚାରି ବେଢକୁ ନିରୁଦ୍ଧ ପରିପ୍ରହି ପ୍ରାୟ ପଦାତି ରହିଲେ ଆରମ୍ଭିବା ପାଇଁ ଯୁଦ୍ଧ ଆଜ୍ଞା ଶହେ ଭାଇକୁ ସଙ୍ଗରେ ଘେନିଣ ଫେଣେଇକି ଜଗି ରହିଲେ ପୁଣ ଏ ଅଦ୍ଭୁତ ବିହକୁ ସଜାଡ଼ିଣ ଦୁର୍ଯ୍ୟୋଧନ ଆଗେ କହନ୍ତି ଦ୍ରୋଣ ଆଜି ନିଶ୍ଚୟ ଅର୍ଜୁନ ମରଣ ଏବଂ ଆଜି ବିହ ଭେଦି ନ ପାରିବେ ହେଲେ ସତ୍ୟ ନାରାୟଣ ଆଜ୍ଞା ବିଷୟ ଯେତିକି ଦୂର ଯେତିକି ଆପଣ ମାନେ ଆକ୍ଷେପ ଦେଇ ନଉଛନ୍ତି ଆମେ ସାଧୁବାଦ ଆପଣ ମାନଙ୍କୁ ସାଧୁବାଦ ଦଉଛୁ କିନ୍ତୁ ସମର ସାଥ ଆମକୁ ଦଉ ସର୍ଟ କରିଦଉଛୁ ଆଜ୍ଞା। କିନ୍ତୁ ଯୁଦ୍ଧଠୁ ଆରମ୍ଭ କରିବେ ହଉ, ହଉ। ବେଳ ବୁଡି ଯାଇଛି ହଁ। ଅର୍ଜୁନ କାନ୍ଦିଛନ୍ତି ଅର୍ଜୁନ କାନ୍ଦିବା ପରେ ମଧ୍ୟ ସୂର୍ଯ୍ୟ କିରଣ ବାହାରିଛି କୃଷ୍ଣଙ୍କ ଆଜ୍ଞାରେ ଅଭିମନ୍ୟୁ ବାହାରିକିନା ଆସି ଯାଇଛି ଭାରି ଜୟଦ୍ରଥ ବାହାରିକିନା ଆସିଛି ଆଜ୍ଞା, ଆଜ୍ଞା। ଅର୍ଜୁନ ସହିତ ଭେଟଣା ହେଇଛି ହଉ। ଏଇଠୁ ଯୁଦ୍ଧ ପଦେ ପଦେ ଗାଈ ବିଦା ଟିକେ ଦଉଛି ଆମର ପୁରାତନ ଗାୟକ କ୍ଷେତ୍ରବାସୀଙ୍କ ଗୀତ ଗାଇଲେ ହେଲେ ଦର୍ଶକ ବୁଝିଲେ ବିହତା ଅର୍ଜୁନ ପ୍ରତିଜ୍ଞା କରିଛି ଦୁର୍ଯ୍ୟୋଧନ ତାର ଶ୍ରବଣ କରି ଦୁର୍ଯ୍ୟୋଧନକୁ କହିଛି ଜୟଦ୍ରଥକୁ ଜାରି ଦ୍ରୋଣଙ୍କ ପାଦ ତଳେ ପଡିଛି କିଏ ଦୁର୍ଯ୍ୟୋଧନ ଗୁରୁ ୟାକୁ ରକ୍ଷା କର କୃପ ଷଷ୍ଠୀମା କହିଲା ଜୟଦ୍ରଥ ରାଜ୍ୟ ଛାଡି ପଳଉ ଦ୍ରୋଣ କହିଲେ ଇଏ ନୁହେଁ କ୍ଷତ୍ରିୟର ଧର୍ମ କାଲି ଅର୍ଜୁନ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ କଦାପି ମାରି ପାରିବ ନାହିଁ ଜୟଦ୍ରଥକୁ ଆଜ୍ଞା ବିହ ରଚନା କଲେ ପ୍ରଥମେ ହେଲା ବଦ୍ଧ ଫଳି ରହିଲେ ଗୁରୁଦ୍ରାଣ ଦ୍ୱିତୀୟରେ ଦୁଃଶାସନ ଦ୍ୱିତୀୟ ଫଳିଲେ ତୃତୀୟ ରହିଲା କୃପ ଶଲ୍ୟ ଚତୁର୍ଥରେ ଅଳମ୍ଭୂଷ ଅଳାୟୁଧ କଳିଙ୍ଗ ସେନ ଇଏ ହେଲେ ଦୁଇ ଚକ ସିଏ ହେଲା ଅକ୍ଷ ତାପରେ ଷଷ୍ଠ ଫଳିରେ ରହିଲେ କିଏ ଭୂରିଶ୍ରବା କୁତପର୍ମା ଜୀବନିକା ଏମିତି ରଥୀମାନେ ସବୁ ରହିଲେ ସପ୍ତମ ଫଳିରେ ଆଜ୍ଞା ପଦ୍ମ ବିହ ଅଶ୍ୱସ୍ଥିମା ରହିଲା ଅଷ୍ଟମ ଫଳିରେ ରହିଲେ କର୍ଣ୍ଣ କେଶର ବିହ ନବମ ଦ୍ୱାରରେ ରହିଲେ ଶଙ୍କୁନି ଆଉ ଲକ୍ଷ୍ମଣ କୁମାର ଦଶମ ବିହରେ ଦୁର୍ଯ୍ୟୋଧନ ରାଜାମାନଙ୍କୁ ଘେନି ଜୟଦ୍ରଥକୁ ଘେନି ବିହରେ ଆତ୍ମଗୋପନ କଲେ ଆମ ଜଜ କହିଛ ବୋଧେ ବର୍ତ୍ତମାନ ରାତି ହେଇଯାଇଛି ଦେଖିଲେ ଏ ବିହ ଭେଦି ପାରିବ ନାହିଁ ବୀର ଅର୍ଜୁନ କୃଷ୍ଣ କଲେ କଣ ମାୟା କଲେ ଆଜ୍ଞା ସୁଦର୍ଶନ ଚକ୍ରକୁ ସୂର୍ଯ୍ୟରେ ଢାଙ୍କି ଦେଲେ ଅନ୍ଧକାର ଘୋଟି ଆସିଲା ଆଜ୍ଞା ଗାଣ୍ଡିବ ତଳେ ଥୋଇ ରଥରେ ଥୋଇ ଅର୍ଜୁନ ଅଗ୍ନିରେ ଦହନ ହବା ପାଇଁ ଆସିଲା ଆଜ୍ଞା ଦୁଃଶାସନ ପ୍ରମୁଖ କୌରବ ସୈନ୍ୟମାନେ କାଠ ଆଣି ଯୋଗାଡ଼ କରି ଅଗ୍ନି ଲଗେଇଦେଲେ
হে অর্জুন সত্য କରିଛୁ ଅଗ୍ନିରେ ପଶ ଅସତ୍ୟ ନୁହ ସୌଦାଗର ତୋ ବାକ୍ୟ ତୁ ହିଁ ରକ୍ଷା କର ଆଜ୍ଞା ଅଗ୍ନି ପରିକ୍ରମା କରେ ଅର୍ଜୁନ ଅନ୍ତରେ କୃଷ୍ଣଙ୍କୁ ଦେହୁ ସ୍ମରଣ ହସିଲେ ସମସ୍ତ କୌରବଗଣ ସମ୍ପୁନି ଡାକିଲା ଦୈହଦର୍ଥ କୁକୁର ତୋତେ ମାରିବାକୁ ପ୍ରତିଜ୍ଞା କରିଲା ପଶୁଛି ଅଗ୍ନି ଭିତରକୁ ଆଜ୍ଞା ଯେତେବେଳେ ବେଳ ପଡି ଯାଇଛି ସୁଦର୍ଶନ ଚକ୍ରକୁ ଆଣି ପକେଇଛନ୍ତି ସେଇ ସମୟରେ କେତେ ନା କଣ ଜୟ ରଥ କହିଦେଇଛି କୁହ ତମେ ଅଗ୍ନିରେ ପଶୁଛି ସମ୍ପୂର୍ଣ୍ଣ ଡାକିଛି ଯଥା ଦେଖିଛି ତ ଶତ୍ରୁ ଅଗ୍ନିରେ ପଶୁଛି ଏଇଟା ଜୟ ରଥ ଅର୍ଜୁନକୁ କହୁଛି କଣ କିରେ ଦେଖ ୟାଙ୍କ ରୀତି ନୀତିକି ଦେଖ ୟାଙ୍କ ରୀତିକି ପାଞ୍ଚ ଭାଇଙ୍କର ଗୋଟିଏ ଭାରି ଯା ତମା ବରି ଥିଲା ପାଞ୍ଚ ପତିକି ଦେଖ ୟାଙ୍କ ରୀତି ନୀତିକି ଦେଖ ୟାଙ୍କ ରୀତିକି ଅର୍ଜୁନକୁ ଜୟଦ୍ରଥ ଯେତେବେଳେ ଏପରି ଥଟ୍ଟା ପରିହାସ କରୁଛି ଏହି ସମୟରେ ଅର୍ଜୁନ ବିଚାର କଲେ ଯଦି ସୂର୍ଯ୍ୟ ଟିକିଏ ଥାନ୍ତେ ତ ପରିହାସଟା ମୁଇଁ ଛଡେଇ ଦିଅନ୍ତି ଏହି ସମୟରେ କୃଷ୍ଣ ଚକ୍ର ଯୁଦ୍ଧଣା କର ସମସ୍ତ ଡାଇରେକ୍ଟ ଯୁଦ୍ଧଣା କାହା ସାଙ୍ଗେ ଯୁଦ୍ଧ ହବ ଜୟଦ୍ରଥ ହେଇନି ଯୁଦ୍ଧ ତମେ କଣ କରୁଛ ଜୟଦ୍ରଥ ସାଙ୍ଗେ ଯୁଦ୍ଧ ହେଇଛି ଜୟଦ୍ରଥ ପଳେଇଛି ଅର୍ଜୁନ କରିବ ସେଇ ତ କହୁଛି ଆପଣ ଯୁଦ୍ଧଣା ହେଇଛି ଆଉ ଆରମ୍ଭ କର ହଉ ଦକ୍ଷିଣ ଅର୍ଜୁନ ତାକୁ ମାରିବା ପାଇଁ ଅର୍ଜୁନ କହି ଆରେ ପ୍ରଚଣ୍ଡ ଶାଗ ହୋଇ ବାକ ସୁନ୍ଦର ମୁଣ୍ଡା କରିଲେ ରକ୍ଷା ଠିକି ଦୁର୍ଦଣ୍ଡ ଦେଖ ମୋହର ଏ ପ୍ରସାଦ କାଣ୍ଡ ଜୟଦ୍ରଥ ତଳେ ବାହାରିଛି ଖେଳ ଅଛି ଆହୁରି ପ୍ରେଳ ଦକ୍ଷିଣ ଅର୍ଜୁନ ଜୟଦ୍ରଥକୁ ତରତେ ତାକୁ ମାରିବା ପାଇଁ କୁ ପଳାନ୍ତ ବୀର ଜୟଦ୍ରଥ ପବନା ଅସ୍ତ୍ରରେ କାଟି ଶିରତା ଜୟଦ୍ରଥ ମୁଣ୍ଡ ଯାଇ ଆଜ୍ଞା ଜୟଦ୍ରଥ ମୁଣ୍ଡ ଯାଇ କରୁଥିଲା ତ ପଶୁର ଥରାଜନ ହସ୍ତରେ ମୁଣ୍ଡ ପଡଇବ
ଅଯଥା ବଧ ହୋଇଲା ଶେଷ। ଆଜ୍ଞା ବୁଝିଲେ କବି ବିଦୁଷ ବୋଲେ ক্ষেত্রবাসী বিহ ভাড়া গীত নবরসরে বরিত হো ভাই। ହ୍ୟାଲୋ ମୋର ଟିକେ ପୁରାତନ ଗାୟ ଗୋଟେ ପ୍ରଶ୍ନ ଦେବି ନାଇଁ କାଇଁ? ଯେହେତୁ ମୋ ଗାଁ ଇଏ ମୋ ଗାଁ ମତେ କହିବା ପାଇଁ ମତେ ଭଲ ଲାଗୁନି କାହିଁକି ନା ସାର୍ ମାନେ ଅଛନ୍ତି ତେଣୁ ମୁଁ ବିଶେଷ ସେଠାରୁ କିଛି କହୁନଥିଲି ସାର୍ ଖାଲି ବାଧ୍ୟ କରିବାରୁ ମୁଁ ଆପଣମାନଙ୍କୁ କହିଲି ଏଇଟା ମୋ ଗାଁ କାହିଁକି ନା କହିଲେ ସଭା ପାଏନି ତେଣୁ ଯେହେତୁ ଜୟଦ୍ରଥ ବଧ ମୁଁ ସେଇଠୁ ପ୍ରଶ୍ନଟି ଆପଣ ମାନଙ୍କୁ ରଖୁଛି ଜୟଦ୍ରଥକୁ କେତେ ବର୍ଷ କେତେ ଦିନ ହେଇଥିଲା ଯେତେବେଳେ ବଧ ହେଲା ଜୟଦ୍ରଥକୁ କେତେ ବର୍ଷ କେତେ ଦିନ ହେଇଥିଲା ଯେତେବେଳେ ବଧ ହେଲା ଆଜ୍ଞା କହ କୁହ କୁହ ତମେ କହୁନ କହୁନ କୁହ ଏ କୁହ ଜାଣିଥିଲେ କୁହ। ଆଜ୍ଞା ଜୟଦ୍ରଥ ଯେତେବେଳେ ବଧ ହେଲା ମାର୍କଣ୍ଡ ପୁରାଣ ଅନୁଯାୟୀ ସୁରଥ ରାଜନ ଗୋଟେ ତାଙ୍କୁ ବର ଦେଇଥିଲେ ସେଟା ଅଭିଶାପ୍ତ ପରି ପ୍ରାପ୍ତ ହେଇଯାଇଥିଲା ତେଣୁକରି ସେ ବରଟା 18 ବର୍ଷ କେତେ ଦିନ ହେଇଥିଲା 18 ବର୍ଷ କେତେ ଦିନ ହେଇଥିଲା ହଉ ସମାନ ପ୍ରଶ୍ନ ଆଜ୍ଞା 38 ବର୍ଷ 5 ମାସ ହଉ ଯାହା ଜାଣିଥିଲେ ଆପଣ ମାନେ କହିଲେ ହଉ ମହାଭାରତ